সেটা দিল্লী সোনিয়া রাহুল গান্ধী নিষ্পত্তি নেবে কে হব কে কেউ পদে পাইবে কে নাই সেটা ଗୋଟେ ରିଷ୍ଟ୍ରକ୍ଚର ହବ। ରାହୁଲ ଗାନ୍ଧୀ ନିଷ୍ପତ୍ତି ନେବେ। এটা ଆମ ହାତରେ କଣ ଅଛି? ବିଧାୟକ ଦଳ କାଲି ଡାକିଥିଲେ ଏମଏଲଏ ମାନଙ୍କୁ ଇଣ୍ଡିଭିଜୁଆଲ ଯେ ଯାହାର ମତ ପୋଷଣ କରାଯାଇଛି, କିନ୍ତୁ ରାହୁଲ ଗାନ୍ଧୀଙ୍କ ଉପରେ ଛଡାଯାଇଛି। ମୋ ନାଁ କହୁଛନ୍ତି ବୋଲି ତ ଚର୍ଚ୍ଚା ହଉଛି, ସିନିୟର ଏମଏଲଏ ଜୁନିୟର ଏମଏଲଏ ମୋ ନାଁ କହୁଛନ୍ତି ବୋଲି ତ ଚର୍ଚ୍ଚା ହଉଛି। ମତେ ଯୋଉ ପଦବୀ ଦେଲେ ମୁଁ କରିପାରିବି, ସେ କାପାସିଟି ମତେ ଭଗବାନ ଦେଇଛନ୍ତି ଏବଂ ଜୟପୁରବାସୀ ଦେଇଛନ୍ତି। ମୁଁ ଇନକାପେବଲ ନୁହଁ। କଥା ହଉଛି ଦଳ ନିଷ୍ପତ୍ତି ମୋର ନିଶ୍ଚିତ ଭାବରେ ବିଧାୟକ ଦଳ ଯେତେବେଳେ ଦାୟିତ୍ୱ ମତେ ଦେବେ, ନିଶ୍ଚିତ ଭାବରେ ଓଡ଼ିଶାରେ ମୁଁ ତ ଓଭରଟେକ୍ କରିବାର ମୋର ଅଭ୍ୟାସ ଅଛି ଏବଂ ଯୋଉଟା ଲୋକଙ୍କ ହିତ ପାଇଁ, ଜନସାଧାରଣଙ୍କର ମଙ୍ଗଳ ପାଇଁ, ରାଜ୍ୟର ମଙ୍ଗଳ ପାଇଁ ଗଠନମୂଳକ ଚିନ୍ତାଧାରାରେ ଲଢ଼େଇ ହେବ। ହଁ, ନିଶ୍ଚିତ ଭାବରେ ଯେଉଁମାନେ କମ୍ ଭୋଟ ହାରିଛନ୍ତି ସେମାନଙ୍କୁ ସଂଗଠନ ଦାୟିତ୍ୱ ଦେବା ଉଚିତ। ବର୍ତ୍ତମାନଟା କେନ୍ଦ୍ରର ମଲ୍ଲିକାର୍ଜୁନ ଜି, ରାହୁଲ ଜି, ସୋନିଆ ଜି ନିଷ୍ପତ୍ତି ନିଅନ୍ତି, ତାହାର ଆମର କିଛି ନଥାଏ। ସେମାନେ ନିଷ୍ପତ୍ତି ନିଅନ୍ତି। ଯେତେବେଳେ ପରିବର୍ତ୍ତନ କରିବେ ସେତେବେଳେ ସେମାନେ କରିବେ। ନୂଆ ଆବଶ୍ୟକ ଅଛି କି ନ ଅଛି ସେମାନେ ନିଷ୍ପତ୍ତି ନେବେ, କିନ୍ତୁ ଆମର ନିଷ୍ପତ୍ତି ତ ହୁଏନି, ହବନି ବି। ସେମାନେ ନିଷ୍ପତ୍ତି ନେବେ। ମୋ ରାୟରେ କିଛି କହିବାର ନାହିଁ।